ଯାଉଛୁ ମୂର୍ତ୍ତି ଦେଖିବା ପାଇଁ। ଆଉ ଗତ ବର୍ଷ ଯୋଉଠୁ ମୂର୍ତ୍ତି ଆଣିଥିଲୁ ସେଠି ଟିକେ ଅଧିକ ପ୍ରାଇସ୍ ହେଇଯାଉଛି, ଭଲ ମୂର୍ତ୍ତି କିନ୍ତୁ ଅଧିକ ଟିକେ ପ୍ରାଇସ୍ ହେଇଯାଉଛି। ଆଜି କିନ୍ତୁ ସେଇ ଜାଗା ଖୋର୍ଦ୍ଧାକୁ ଯାଉ, ସେ ହେଉଛି ଆମର ଧବଳେଶ୍ୱର ମନ୍ଦିର ପାଖରେ ସେ ଜାଗାଟା, ସେଠି ଆଜି ମୂର୍ତ୍ତି ଦେଖିବ। ସେଠି ଯେହେତୁ ମୂର୍ତ୍ତି ଆଉ ପ୍ରାଇସ୍ଟା ଯଦି ତାଙ୍କୁ ସୁଟ୍ ହେଲା ତ ସେଇଠି ଆଡ଼ଭାନ୍ସ ଦେଇଦେଇ ଆସିବୁ। ଆଉ ରହିଲା ବିଜୁ ଭାଇ ଗାଡ଼ି ଚଲାଉଛନ୍ତି, ଆଉ ପଛରେ ଟୁଟୁ ଭାଇ ବସିଛନ୍ତି, ଆଉ ମୁଁ ତ ମଝିରେ ବଇଛି ଆଉ। ତାପରେ ଇଏ ଆମର ହେଇଗଲା ବ୍ରିଜ୍ ଦେଇନା ପରେ ଆମର ଯେଉଁ ତିରିମଲ ଷ୍ଟ୍ରକ୍ଚରଟା ପଡ଼େ ସେଇଟା ଆମେ ଏବେ କ୍ରସ୍ କଲୁ, ଏବେ ଯାଉଛୁ। ହଁ ଗତ ବର୍ଷ ଟିକେ ଅଧିକ ଧୁମଧାମରେ ହେଇଥିଲା, ଟିକେ ବଜେଟ୍ ଅଧିକ ଥିଲା, କିନ୍ତୁ ଏ ବର୍ଷ ଟିକେ ବଜେଟ୍ ସର୍ଟ ଅଛି, ସେଥିପାଇଁ ଟିକେ ସେତେ ଧୁମଧାମରେ ହେଇପାରିବନି। ଦେଖାଯାଉ କ'ଣ ହେଉଛି। ତାପରେ ଦେଖିବ ଇଏ ଆମର ହେଉଛି ବରୁଣେଇକି ଗଲାପରେ ଯେଉଁ ଗୋଟେ ପାହାଡ଼ ପଡ଼େ, ବହୁତ ସୁନ୍ଦର ଲାଗୁଛି। ହଁ ତାପରେ ବିଜୁ ଭାଇଙ୍କି ଟିକେ ପଚାରି ବୁଝିବା ଯେ ଏ ବର୍ଷର ଗଣେଶ ପୂଜା ଧୁମଧାମ ହେବ ନା କେମିତି କ'ଣ ହେବ, ସେ ଟିକେ କହିବେ। କ'ଣ କହୁଛୁ ବିଜୁ ଭାଇ, କେମିତି କ'ଣ ହେବ ଆଜି ଧୁମଧାମ ହେବ ତ ଗଣେଶ ପୂଜା? ଆରେ ଦେଖ, ଗତ ବର୍ଷ ଟିକେ ଚାରିଆଡ଼ୁ କଲେକ୍ସନ୍ ହେଇଯାଇଥିଲା, ତାପରେ ବି ଆମର ଟିକେ ବହୁତ ଚାନ୍ଦା ବି ସାହିରୁ ବି ବହୁତ କଲେକ୍ସନ୍ ହେଇଥିଲା, ସେଥିପାଇଁ ଟିକେ ଧୁମଧାମ ହେଇଥିଲା। ଆଉ ଏ ବର୍ଷ ଦେଖାଯାଉ କ'ଣ କେମିତି କଲେକ୍ସନ୍ ହେଉଛି, ସେଇ ହିସାବରେ ଆମେ କରିବା ଆଉ। ନା କ'ଣ କହୁଛ? ଟୁଟୁ ଭାଇଙ୍କର ଟିକେ ରାୟ ଶୁଣିଯାଉ, ସିଏ କ'ଣ କହୁଛନ୍ତି। ହଁ ବିଜୟ ଶୁଣ, ଏ ବର୍ଷ କଲେକ୍ସନ୍ ହଉ କି ନ ହଉ, କିନ୍ତୁ ଆମର ବିଜୟ ମାନସ ଆଉ ଯୋଉ ପେଣ୍ଡିଂରେ ଥାଉଛି ଗରିଲା ସେଇଟା ଆସିବ, ନହେଲେ ଚାନ୍ଦା ମୁଁ ଦେବିନି। ତାପରେ ଆଉ ଗୋଟେ କଥା, ବିଜୁ ଭାଇ ଆଉ ଟୁଟୁ ଭାଇ ଏଇଟା ଗ୍ରୁପ୍ରେ ମେସେଜ୍ କରିଦେବ ଯେ ଭସାଣି ଦିନ କେହି ବି ମାଲ ପିଇବେ ନାହିଁ। ଆଉ ସୋନୁକୁ ମୁଁ ଏକ୍ସଟ୍ରା ତାଙ୍କୁ କଲ୍ କରିକି ମୁଁ ଜଣେଇବି। ଆଉ ଆମେ ଏବେ ପହଞ୍ଚିଗଲୁ ଯେଉଁଠି ମୂର୍ତ୍ତି ତିଆରି ହେଉଛି, ବିଜୁ ଭାଇ ଆଉ ଟୁଟୁ ଭାଇ ଆଗରେ ଦେଖିପାରୁଥିବେ ବଢ଼ିଆ ବଢ଼ିଆ ସୁନ୍ଦର ମୂର୍ତ୍ତିମାନ ତିଆରି ହେଇଛି। ଦେବା ନା ଭଲ ଟିକେ ସ୍ପ୍ରେ କର, ଘାସ ଟିକେ ଶୀଘ୍ର ଯେମିତି ମରିବ। କ'ଣ ଏମିତି ହେଉଛ ମ? ଦାଦା ନମସ୍କାର। ତାପରେ ଏପଟେ ଆମର ସବୁ ଛାଞ୍ଚା ଛାଞ୍ଚି ସରିଯାଇଛି ଦେଖିପାରୁଥିବେ। ତାପରେ ଏପଟେ ଆମର ବିଜୁ ଭାଇ ଆଉ ଲିପୁ ଠିଆ ହେଇଛନ୍ତି, ସେପଟେ ଦେବାନା ଘାସ ସ୍ପ୍ରେ ମାରୁଛନ୍ତି। ଦେଖୁନ ଗଣେଶ ପୂଜାକୁ ଆଉ ରହିଲା 2 ଦିନ, ଇଏ ବାଡ଼ିଖିଆ ବର୍ଷଟା କେମିତି ହେଉଛି। ଏ ବରଷା ଟିକେ ରହିଯା, ହେ ଗୀତ ମୋ ଦ୍ୱାରା ହେଉନି। ତାପରେ ଏପଟେ ଆମର ସବୁ ଲୋକ କାମ କରି ବସୁଛନ୍ତି, ବର୍ଷା ଚାଲେ କାମ ହେବ। ବର୍ଷା ବି ତ ଛାଡ଼ିବାର ନାଁ ନେଉନି। ବର୍ଷା ଏବେ ଛାଡ଼ିଗଲା, ବର୍ଷା ଛାଡ଼ିଲା ପରେ ଆଡ଼ି ବନ୍ଧା ହେଇଯାଇଛି ଟମ୍ବୁ। ଆଉ ବିଜୁ ଭାଇ କେତେବାଟ କ'ଣ କାମ ଗଲା? ଲିପୁ ତ ସେଠି ଠିଆ ହେଇଛି, ତାପରେ ଲୋକ ତ ଆମର ଏପଟେ ବି କାମ କରୁଛନ୍ତି। ଭିଡ଼ ଫିଡ଼ ସବୁ ଆସିଲେଣି ଏଠି। ଆମର ଷ୍ଟେଜ୍ ପଡ଼ିବ, ଷ୍ଟେଜ୍ ଉପରେ ଆମର ଠାକୁର ବସିବେ। ତାପରେ ଦେଖିବି ଭାଇମାନେ ଆଜି ଆସିଛୁ ଆମେ ମୂର୍ତ୍ତି ନେବା ପାଇଁ, କି ସୁନ୍ଦର ସୁନ୍ଦର ମୂର୍ତ୍ତି ହେଇଛି, ବହୁତ ସୁନ୍ଦର ଲାଗୁଛି ମୂର୍ତ୍ତିଟା। ଏଇଟା ନୃସିଂହ ଅବତାର ଉପରେ ଗୁଡ଼ା ହେଇଛି, ବହୁତ ଭଲ ଲାଗୁଛି। ଆମର ସେପଟେ ଗୋଟେ ଅଛି ପଞ୍ଚପନି ସାପ ଗୋଟେ ଅଛି ଠାକୁରଙ୍କ ଉପରେ, ସେଟା ରହିବ। ବଢ଼ିଆ ବଢ଼ିଆ ସୁନ୍ଦର ସୁନ୍ଦର ମୂର୍ତ୍ତି ହେଇଛି। ୟାଙ୍କର ଭାଇ ଭୋର 5ଟା ହେଇଗଲା, କିନ୍ତୁ ସଜାସଜି କାମ ସରିପାରିଲା ନାହିଁ। ଏପଟେ ହାପି ବାବୁ ଆଉ ଚିକୁ, ଉପରେ ଅଲେଖ, ଏପଟେ ଟୁକୁ ଭାଇ, ସବୁ ୟାଙ୍କର ସଜାସଜି କାମ ଚାଲିଛି। ଆଉ କେତେବେଳକୁ ସରିବ କେଜାଣି, ୟାଙ୍କର ସରିଲେ ପୁଣି ଭାଇନା ଆସେ, କେତେବେଳକୁ ପୂଜି ହେବ। ଏବେ ସକାଳ 7:05 ପାଖାପାଖି ହେଇଗଲାଣି। ମୁଁ ଯାଉଛି ବିଜୁ ଭାଇଙ୍କୁ ପଚାରିବି ଯେ ଗଣେଶ ପୂଜା ହେଉଛି, କାହାର କେତେ ଅବଦାନ ସେ ଟିକେ କହିବେ। ଚାଲନ୍ତୁ ପଚାରିବା। ବିଜୁ ଭାଇ ଶୁଣ, ଠିକ୍ ଅଛି କ'ଣ ନିଦ୍ରା ଆଖି ଖୋଲିନି, ତାପରେ ଠାକୁର ଆଖି ଖୋଲି, ଆଉ ଆମେ କ'ଣ ଆଖି ଖୋଲିବୁ? ଆଉ ଜଣେ ଭଦ୍ର ଲୋକ ସୌମ୍ୟରଞ୍ଜନ ପଟ୍ଟନାୟକ, ସିଏ ଡ୍ୟୁଟି ଯାଇନି, ଆଉ ଆସିନାହାନ୍ତି। ଆସିବିନି ରାତି 4ଟାରୁ ଏଇଠି ସକାଳ 8ଟା ହେଇଗଲା, ପହଞ୍ଚି ପାରିଲେନି, ଭଲ ଲାଗୁନି ଏଇଟା ସବୁ। ଆଉ ଏ ତ ସବୁ ଆଉ ଦେବାଶିଷ ଦେବାଶିଷ ସୁନ୍ଦର ଯାଇଛନ୍ତି, ସେ ଆସିଥିଲେ ମୋ ପାଇଁ।
ରହିଲେ କଟାକଟି କଲେ ସବୁ ତାର ଫାର କଟାକଟି ସହଜ କଲେ ହେଲେ କେତେବେଳେ ଯାଇଛନ୍ତି କହିଲି ଯାଇନାହାନ୍ତି। ଏବେ ଆମର ଗଣେଶ ପୂଜା ମଣ୍ଡପ ରେଡ଼ି। ଏପଟେ ଆମର ଅଛୁ ବସିକି ତାଙ୍କର ଫୋନ୍ ଚିପୁଛନ୍ତି। ଆଉ ରହିଲା ଭାଇନାଙ୍କ ଅପେକ୍ଷା। ଭାଇନା ଆସିଲେ ପୂଜା ହବ ଆଉ। ଆମର ହୁମ ସରିଲା ପରେ ଏବେ ପିଲା ସବୁ ଫଟୋ ଉଠେଇବା ପିରିୟଡ଼ ହେଇଯାଇଛନ୍ତି। ଆଉ ଅଛୁ ତମେ ଏତେ ଆଉ ଦାନ୍ତ ଛୋଡ଼ନି। ଆଉ ଯଦି ଆମ ଭିଡ଼ିଓ ପସନ୍ଦ ଅଛି ତାହେଲେ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦିଅନ୍ତୁ। ଆଉ ଫୁଲ୍ ଭିଡ଼ିଓ ମିଳିବ ABC ମସ୍ତି ୟୁଟ୍ୟୁବ୍ ଚ୍ୟାନେଲକୁ।